जय जगन्नाथ पिलाମାନେ ଚାଲନ୍ତୁ ଆଜି ଆମେ ଆଲୋଚନା କରିବା ଭାରତର ନଦୀ ବିଷୟରେ ଯେଉଁ ବାବଦରେ ତମମାନଙ୍କର ଓଡ଼ିଶା ପୁଲିସ ଡିଷ୍ଟ୍ରିକ୍ଟ କନେଷ୍ଟବଳ OISF ଜେଲ୍ ୱାର୍ଡନ ଯାହା ବି କିଛି ତମମାନଙ୍କର ଆଗକୁ ଆସୁଥିବା ଏକ୍ଜାମ ମାନଙ୍କ ପାଇଁ ଏହି ଭିଡ଼ିଓଟି ଉପଯୁକ୍ତ ରହିବ। ତମମାନଙ୍କର ଫାର୍ଷ୍ଟ କ୍ୱେଶ୍ଚିନ୍ ହେଉଛି ଭାରତର ସବୁଠାରୁ ଲମ୍ବା ନଦୀ କେଉଁଠି? ଭାରତର ସବୁଠାରୁ ଲମ୍ବା ନଦୀ କେଉଁଠି ପିଲାମାନେ? ଯେମିତି ରହିଲା କ ଗଙ୍ଗା, ଗୋଦାବରୀ, ବ୍ରହ୍ମପୁତ୍ର, ଯମୁନା। ତମମାନଙ୍କର ଏଠି ଆନ୍ସର ହେଉଛି ପିଲାମାନେ ଅପସନ୍ ନମ୍ବର କ ଗଙ୍ଗା ନଦୀ। ଗଙ୍ଗା ନଦୀ ଭାରତର ସବୁଠାରୁ ଲମ୍ବା ନଦୀ। କ ହେଉଛି ପିଲାମାନେ ତମମାନଙ୍କର ଏଠି କରେକ୍ଟ ଆନ୍ସର। ସେମିତି 2 ନମ୍ବର ଦେଖନ୍ତୁ, କେଉଁ ନଦୀକୁ ଦକ୍ଷିଣ ଗଙ୍ଗା କୁହାଯାଏ? କେଉଁ ନଦୀକୁ ପିଲାମାନେ? ଯେମିତି ରହିଲା କୃଷ୍ଣ, ଗୋଦାବରୀ, କାବେରୀ, ନର୍ମଦା। ତମମାନଙ୍କର ଏଠି ସଠିକ୍ ଆନ୍ସର ହେଉଛି ପିଲାମାନେ ଗୋଦାବରୀ। ଗୋଦାବରୀ ନଦୀକୁ ଦକ୍ଷିଣ ଗଙ୍ଗା ବୋଲି କୁହାଯାଏ। ଖ ହେଇଯାଉଛି ପିଲାମାନେ ତମମାନଙ୍କର ଏଠି ସଠିକ୍ ଆନ୍ସର। ତମମାନଙ୍କର 3 ନମ୍ବର ହେଉଛି ଭାରତର ସର୍ବବୃହତ ଡେଲ୍ଟା ଦେଇ କେଉଁ ନଦୀରେ ପ୍ରଭାବିତ ହୁଏ? ତମମାନଙ୍କର ଆନ୍ସର ହେଇଯାଉଛି ଏଠି ପିଲାମାନେ ଅପସନ୍ ନମ୍ବର ଡି, ଯେଉଁଟା ଘ ରହିଲା ଗଙ୍ଗା। ଗଙ୍ଗା ହେଉଛି ପିଲାମାନେ ତମମାନଙ୍କର ସଠିକ୍ ଆନ୍ସର। ଭାରତର ସର୍ବବୃହତ ଡେଲ୍ଟା ଦେଇ ଗଙ୍ଗା ନଦୀରେ ପ୍ରଭାବିତ ହୁଏ। ତମମାନେ ଏଠି 3 ନମ୍ବରର ଘ ହେଇଯାଉଛି ପିଲାମାନେ କରେକ୍ଟ ଆନ୍ସର। ତ ମୁଁ ସବୁ ଅପସନ୍ ଗୁଡ଼ାଏ ରିପିଟ୍ କରୁନି କାରଣ ଭିଡ଼ିଓ ଲଙ୍ଗ୍ ହେଇଯିବ, ମୁଁ ଡାଇରେକ୍ଟ ଆନ୍ସର କହିଦେଉଛି କ୍ୱେଶ୍ଚିନ୍ର। 4 ନମ୍ବର ହେଉଛି ବ୍ରହ୍ମପୁତ୍ର ନଦୀ ତିବ୍ଦତରେ ଡେସ୍ ଭାବରେ ଜଣାଶୁଣା। ତମମାନଙ୍କର ଏଇଟା ଆନ୍ସର ହେଉଛି ପିଲାମାନେ ସାଙ୍ଗୋପ। କ ହେଉଛି ପିଲାମାନେ ତମମାନଙ୍କର ଏଇଟା ଆନ୍ସର। ବ୍ରହ୍ମପୁତ୍ର ନଦୀ ତିବ୍ଦତରେ ସାଙ୍ଗୋପ ଭାବରେ ଜଣାଶୁଣା। ସେମିତି ତମମାନଙ୍କର 5 ନମ୍ବର କ୍ୱେଶ୍ଚିନ୍ ହେଉଛି କେଉଁ ନଦୀକୁ ବିହାର ଦୁଃଖ କୁହାଯାଏ? ତମମାନଙ୍କର ଏଇଟା ଆନ୍ସର ହେଉଛି ପିଲାମାନେ ଅପସନ୍ ନମ୍ବର ଖ କୋଶି। କୋଶି ନଦୀକୁ ବିହାର ଦୁଃଖ ବୋଲି କୁହାଯାଏ। କୋଶି ହେଉଛି ପିଲାମାନେ ତମମାନଙ୍କର ଏଇଠି କରେକ୍ଟ ଆନ୍ସର ଖ। ସେମିତି ତମମାନଙ୍କର 6 ନମ୍ବର ହେଉଛି କେଉଁ ନଦୀକୁ ଓଡ଼ିଶାର ଦୁଃଖ କୁହାଯାଏ? ଇଜି କ୍ୱେଶ୍ଚିନ୍। କେଉଁ ନଦୀକୁ ପିଲାମାନେ? ମହାନଦୀ। ଏଠି ତମମାନଙ୍କର ଗ ହେଉଛି ପିଲାମାନେ ଏଇଟା ଆନ୍ସର। ମହାନଦୀକୁ ଓଡ଼ିଶାର ଦୁଃଖ ବୋଲି କୁହାଯାଏ। ସେମିତି ତମମାନଙ୍କର 7 ନମ୍ବର ହେଉଛି କେଉଁ ନଦୀ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ଗଠନ କରେ? କେଉଁ ନଦୀ ପିଲାମାନେ କହିଲ? ତମମାନଙ୍କର ଏଇଟା ଆନ୍ସର ହେଉଛି ନର୍ମଦା ନଦୀ। ନର୍ମଦା ନଦୀ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ସୀମା ଗଠନ କରେ। କ ହେଉଛି ପିଲାମାନେ ତମମାନଙ୍କର ଏଇଠି ଆନ୍ସର। ସେମିତି ତମମାନଙ୍କର ଏଇଠି 8 ନମ୍ବର ହେଉଛି ନର୍ମଦା ନଦୀ କେଉଁ ସମୁଦ୍ରରେ ପ୍ରଭାବିତ ହୁଏ? କେଉଁ ସମୁଦ୍ରରେ ପ୍ରଭାବିତ ହୁଏ ପିଲାମାନେ କହିଲ? ତମମାନଙ୍କର ଆନ୍ସର ହେଉଛି ଆରବ ସାଗର। ଗ ହେଉଛି ପିଲାମାନେ ତମମାନଙ୍କର ଏଇଠି ଆନ୍ସର ଆରବ ସାଗର। ନର୍ମଦା ନଦୀ ଆରବ ସାଗର ସମୁଦ୍ରରେ ପ୍ରଭାବିତ ହୁଏ। ସେମିତି ତମମାନଙ୍କର 9 ନମ୍ବର କ୍ୱେଶ୍ଚିନ୍ ହେଉଛି ଭାରତର ସବୁଠାରୁ ବଡ଼ ପଶ୍ଚିମ ପ୍ରଭାବିତ ନଦୀ କେଉଁଠି? ଭାରତର ସବୁଠାରୁ ବଡ଼ ପଶ୍ଚିମ ପ୍ରଭାବିତ ନଦୀ କେଉଁଠି ପିଲାମାନେ? ତମମାନଙ୍କର ଆନ୍ସର ହେଉଛି ଏଠି ନର୍ମଦା ନଦୀ। କ ହେଇଯାଉଛି ପିଲାମାନେ ତମମାନଙ୍କର ଏଠି ଆନ୍ସର ଭାରତର ସବୁଠାରୁ ବଡ଼ ପଶ୍ଚିମ ପ୍ରଭାବିତ ନଦୀ ନର୍ମଦା ନଦୀ। ସେମିତି ତମମାନଙ୍କର 10 ନମ୍ବର ହେଉଛି ଅମରକାନ୍ତକ ପାହାଡ଼ରୁ କେଉଁ ନଦୀ ଉତ୍ପନ୍ନ ହୁଏ? ଅମରକାନ୍ତ ପାହାଡ଼ରୁ କେଉଁ ନଦୀ ଉତ୍ପନ୍ନ ହୁଏ ପିଲାମାନେ କହିଲ? ତମମାନଙ୍କର ଏଠି ଆନ୍ସର ହେଇଯାଉଛି ନର୍ମଦା ନଦୀ। ଖ ହେଉଛି ପିଲାମାନେ ତମମାନଙ୍କର ଆନ୍ସର ନର୍ମଦା ନଦୀ। ଅମରକାନ୍ତକ ପାହାଡ଼ରୁ ନର୍ମଦା ନଦୀ ଉତ୍ପନ୍ନ ହୁଏ। 10ର ଖ ହେଉଛି ତମମାନଙ୍କର ଏଠି କରେକ୍ଟ ଆନ୍ସର। ସେମିତି 11 ନମ୍ବର ହେଉଛି ଗଙ୍ଗାର ଉତ୍ପତ୍ତି ଡେସ୍ରେ ଅଛି। କ'ଣ ପିଲାମାନେ ଆନ୍ସର ଏଠି କହିଲ? ତମମାନଙ୍କର ଏଠି ଆନ୍ସର ହେଇଯାଉଛି ଗାଙ୍ଗୋଟ୍ରି ଗ୍ଲାସିୟର। ତମମାନଙ୍କର ଏଠି କ ହେଇଯାଉଛି ପିଲାମାନେ କରେକ୍ଟ ଆନ୍ସର ଗାଙ୍ଗୋଟ୍ରି ଗ୍ଲାସିୟର। ସେମିତି ତମମାନଙ୍କର 52 ନମ୍ବର ହେଉଛି ଏଠି କେଉଁ ନଦୀକୁ ବିଦ୍ୟାଗଙ୍ଗା କୁହାଯାଏ? କେଉଁ ନଦୀକୁ ପିଲାମାନେ? ତମମାନଙ୍କର ଆନ୍ସର ହେଉଛି ଗୋଦାବରୀ। ଗୋଦାବରୀ ନଦୀକୁ ବିଦ୍ୟାଗଙ୍ଗା ବୋଲି କୁହାଯାଏ। ଗ ହେଇଯାଉଛି ପିଲାମାନେ ତମମାନଙ୍କର ଏଠି ଆନ୍ସର ପିଲାମାନେ। ସେମିତି ତମମାନଙ୍କର 13 ନମ୍ବର ହେଉଛି ଦେଖନ୍ତୁ କେଉଁ ନଦୀ ଏକ ଉପତ୍ୟକା ଦେଇ ପ୍ରଭାବିତ ହୁଏ? କେଉଁ ନଦୀ ପିଲାମାନେ? କେଉଁ ନଦୀ ଏକ ଉପତ୍ୟକା ଦେଇ ପ୍ରଭାବିତ ହୁଏ? ତମମାନଙ୍କର ଏଠି ସଠିକ୍ ଆନ୍ସର ହେଇଯାଉଛି ନର୍ମଦା ନଦୀ। ଗ ହେଇଯାଉଛି ପିଲାମାନେ ତମମାନଙ୍କର ଆନ୍ସର କେଉଁ ନଦୀ ମତଲବ ନର୍ମଦା ନଦୀ ଏକ ଉପତ୍ୟକା ଦେଇ ପ୍ରଭାବିତ ହୁଏ। ସେମିତି ତମମାନଙ୍କର 14 ନମ୍ବର ହେଉଛି ମଧ୍ୟପ୍ରଦେଶର ଜୀବନରେଖା ଭାବରେ କେଉଁ ନଦୀ ଜଣାଶୁଣା? ମଧ୍ୟପ୍ରଦେଶର ଜୀବନରେଖା ଭାବରେ କେଉଁ ନଦୀ ଜଣାଶୁଣା ପିଲାମାନେ କହିଲ? ତମମାନଙ୍କର ହେଇଯାଉଛି ନର୍ମଦା ନଦୀ। ଖ ହେଇଯାଉଛି ପିଲାମାନେ ତମମାନଙ୍କର ଏଇଟା ଆନ୍ସର ନର୍ମଦା ନଦୀ ମଧ୍ୟପ୍ରଦେଶର ଜୀବନରେଖା ଭାବରେ ଜଣାଶୁଣା। ସେମିତି ତମମାନଙ୍କର 15 ନମ୍ବର ହେଉଛି କାବେରୀ ନଦୀ କେଉଁ ପାହାଡ଼ରୁ ଉତ୍ପନ୍ନ ହେଉଛି? କେଉଁ ପାହାଡ଼ରୁ ପିଲାମାନେ କହିଲ? ତମମାନଙ୍କର ଏଇଟା ଆନ୍ସର ହେଉଛି ବ୍ରହ୍ମଗିରି ପାହାଡ଼। ଘ ହେଇଯାଉଛି ପିଲାମାନେ ତମମାନଙ୍କର ଏଇଟା ଆନ୍ସର
କାବେରୀ ନଦୀ କେଉଁ ପାହାଡ଼ରୁ मतलब ବ୍ରହ୍ମଗିରି ପାହାଡ଼ରୁ ଉତ୍ପନ୍ନ ହୋଇଛି। ଘ ହେଇଯାଉଛି ତୁମମାନଙ୍କର ଏଇଠି ସଠିକ୍ ଆନ୍ସର। ସେମିତି 16 ନମ୍ବର ହେଉଛି କେଉଁ ନଦୀକୁ ବଙ୍ଗଳାର ଦୁଃଖ ଭାବରେ ଜଣାଶୁଣା। କେଉଁ ନଦୀକୁ ବଙ୍ଗଳାର ଦୁଃଖ ଭାବରେ ଜଣାଶୁଣା ପିଲାମାନେ କହିଲ? ତୁମମାନଙ୍କର ଏଇଟା ଆନ୍ସର ହେଇଯାଉଛି ଦାମୋଦର। କ ହେଇଯାଉଛି ପିଲାମାନେ ତୁମମାନଙ୍କର ଏଇଟା ଆନ୍ସର ଦାମୋଦର ନଦୀକୁ ବଙ୍ଗଳାର ଦୁଃଖ ଭାବରେ ଜଣାଶୁଣା। ସେମିତି ତୁମମାନଙ୍କର 17 ନମ୍ବର ହେଉଛି ଗୋଦାବରୀ ନଦୀ କେଉଁ ସମୁଦ୍ରରେ ନିଷ୍କାସିତ ହୁଏ? କହିଲେ ପିଲାମାନେ ଆନ୍ସର କ'ଣ ହେବ? ତୁମମାନଙ୍କର ଏଇଟା ଆନ୍ସର ହେଇଯାଉଛି ବଙ୍ଗୋପସାଗର। ଖ ହେଇଯାଉଛି ପିଲାମାନେ ତୁମମାନଙ୍କର ଏଇଠି ସଠିକ୍ ଆନ୍ସର ବଙ୍ଗୋପସାଗର। ଗୋଦାବରୀ ନଦୀ ବଙ୍ଗୋପସାଗର ସମୁଦ୍ରରେ ନିଷ୍କାସିତ ହୁଏ। 17 ନମ୍ବର ବଙ୍ଗୋପସାଗର ତୁମମାନଙ୍କର ସଠିକ୍ ଆନ୍ସର। 18 ନମ୍ବର ହେଉଛି କୃଷ୍ଣ ନଦୀ କେଉଁ ସ୍ଥାନରୁ ଉତ୍ପନ୍ନ ହୋଇଛି? କୃଷ୍ଣ ନଦୀ କେଉଁ ସ୍ଥାନରୁ ଉତ୍ପନ୍ନ ହୋଇଛି ପିଲାମାନେ କହିଲ? ତୁମମାନଙ୍କର ଏଇଟା ଆନ୍ସର ହେଉଛି ମହାବଳେଶ୍ୱର। ଖ ହେଉଛି ପିଲାମାନେ ତୁମମାନଙ୍କର ଆନ୍ସର ମହାବଳେଶ୍ୱର। କୃଷ୍ଣ ନଦୀ ମହାବଳେଶ୍ୱର ସ୍ଥାନରୁ ଉତ୍ପନ୍ନ ହୋଇଛି। ସେମିତି ତୁମମାନଙ୍କର 19 ନମ୍ବର ହେଉଛି ଓଡ଼ିଶା ଏବଂ ଛତିଶଗଡ଼ ଦେଇ କେଉଁ ନଦୀ ପ୍ରଭାବିତ ହୁଏ? ଓଡ଼ିଶା ଏବଂ ଛତିଶଗଡ଼ ଦେଇ କେଉଁ ନଦୀ ପ୍ରଭାବିତ ହୁଏ ପିଲାମାନେ କହିଲ? ତୁମମାନଙ୍କର ଏଇଟା ଆନ୍ସର ହେଇଯାଉଛି ମହାନଦୀ। କ ହେଇଯାଉଛି ପିଲାମାନେ ତୁମମାନଙ୍କର ଏଇଠି କରେକ୍ଟ ଆନ୍ସର ମହାନଦୀ ଓଡ଼ିଶା ଏବଂ ଛତିଶଗଡ଼ ଦେଇ ପ୍ରଭାବିତ ହୁଏ। ସେମିତି ତୁମମାନଙ୍କର 20 ନମ୍ବର ହେଉଛି ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସବୁଠାରୁ ବଡ଼ ନଦୀ ଦ୍ୱୀପ କେଉଁଟା? ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସବୁଠାରୁ ବଡ଼ ନଦୀ ବଡ଼ ନଦୀ ଦ୍ୱୀପ କେଉଁଟା ପିଲାମାନେ କହିଲ? ତୁମମାନଙ୍କର ଏଇଠି ଆନ୍ସର ହେଇଯାଉଛି ଅପସନ୍ ନମ୍ବର ବି ମାଜୁଲି ଦ୍ୱୀପ। ଖ ହେଇଯାଉଛି ପିଲାମାନେ ତୁମମାନଙ୍କର ଆନ୍ସର ଏଇଠି ମାଜୁଲି ଦ୍ୱୀପ। ବ୍ରହ୍ମପୁତ୍ର ନଦୀ ଉପରେ ଭାରତର ସବୁଠାରୁ ବଡ଼ ନଦୀ ଦ୍ୱୀପ କେଉଁଟା ପିଲାମାନେ? ତୁମମାନଙ୍କର ଏଇଟା ହେଇଯାଉଛି ମାଜୁଲି ଦ୍ୱୀପ। ଖ ହେଉଛି ପିଲାମାନେ ତୁମମାନଙ୍କର ଏଇଠି କରେକ୍ଟ ଆନ୍ସର। ସେମିତି ତୁମମାନଙ୍କର 21 ନମ୍ବର ହେଉଛି ଯମୁନା ନଦୀ କେଉଁ ନଦୀର ଶାଖା? ଯମୁନା ନଦୀ କେଉଁ ନଦୀର ଶାଖା ପିଲାମାନେ କହିଲ? ଗଙ୍ଗା ନଦୀ। କ ହେଇଯାଉଛି ପିଲାମାନେ ତୁମମାନଙ୍କର ଏଇଠି ଆନ୍ସର ଗଙ୍ଗା। ଯମୁନା ନଦୀ କେଉଁ ନଦୀର ଶାଖା ମତଲବ ତୁମମାନଙ୍କର ଏଇଠି ଆନ୍ସର ହେଉଛି ଗଙ୍ଗା ନଦୀ। କ ହେଉଛି ପିଲାମାନେ ତୁମମାନଙ୍କର ଆନ୍ସର। ସେମିତି 22 ନମ୍ବର ଦେଖନ୍ତୁ ଉପର ପ୍ରଭାବରେ କେଉଁ ନଦୀକୁ ସିଙ୍ଗୁଳି କୁହାଯାଏ? ଉପର ପ୍ରବାହରେ କେଉଁ ନଦୀକୁ ସିଙ୍ଗୁଳି କୁହାଯାଏ? ତୁମମାନଙ୍କର ଏଇଟା ଆନ୍ସର କ'ଣ ହେବ ପିଲାମାନେ କହିଲ? ତୁମମାନଙ୍କର ଏଇଟା ସଠିକ୍ ଆନ୍ସର ଯାଉଛି ସିନ୍ଧୁ ନଦୀ। ଗ ହେଇଯାଉଛି ପିଲାମାନେ ତୁମମାନଙ୍କର ଏଇଟା ଆନ୍ସର ସିନ୍ଧୁ ନଦୀ। ସେମିତି ତୁମମାନଙ୍କର 23 ନମ୍ବର ହେଉଛି ବିନ୍ଧ୍ୟ ଏବଂ ସତପୁରା ପର୍ବତମାଳାର ମଧ୍ୟରେ କେଉଁ ନଦୀ ପ୍ରଭାବିତ ହୁଏ? ବିନ୍ଧ୍ୟ ଏବଂ ସତପୁରା ପର୍ବତମାଳା ମଧ୍ୟରେ କେଉଁ ନଦୀ ପ୍ରଭାବିତ ହୁଏ ପିଲାମାନେ କହିଲ? ତୁମମାନଙ୍କର ଏଇଟା ଆନ୍ସର ହେଇଯାଉଛି ଅପସନ୍ ନମ୍ବର କ ନର୍ମଦା ନଦୀ। କ ହେଉଛି ପିଲାମାନେ ତୁମମାନଙ୍କର ଏଇଠି ସଠିକ୍ ଉତ୍ତର। ସେମିତି 24 ନମ୍ବର ହେଉଛି ଆଲାହାବାଦ ବା ପ୍ରୟାଗରାଜ ଠାରେ କେଉଁ ନଦୀ ଗଙ୍ଗା ସହିତ ମିଶିଥାଏ? କହିଲେ ପିଲାମାନେ ଇଜି କ୍ୱେଶ୍ଚିନ୍। ତୁମମାନଙ୍କର ଏଇଟା ଆନ୍ସର ହେଇଯାଉଛି ଯମୁନା ନଦୀ। ଆଲାହାବାଦ ବା ପ୍ରୟାଗରାଜ ଠାରେ କେଉଁ ନଦୀ? ଯମୁନା ନଦୀ ଗଙ୍ଗା ସହିତ ମିଶିଥାଏ। ତୁମମାନଙ୍କର ଗ ହେଉଛି ପିଲାମାନେ ଆନ୍ସର ପିଲାମାନେ ଯମୁନା। 24 ନମ୍ବର ଗ ହେଉଛି ତୁମମାନଙ୍କର ସଠିକ୍ ଆନ୍ସର ଯମୁନା। ସେମିତି ତୁମମାନଙ୍କର 25 ନମ୍ବର ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁ ନଦୀ ସୀମା ଗଠନ କରେ? ଇଜି କ୍ୱେଶ୍ଚିନ୍। ଭାରତ ଏବଂ ପାକିସ୍ତାନ ମଧ୍ୟରେ କେଉଁ ନଦୀ ସୀମା ଗଠନ କରି ପିଲାମାନେ କହିଲ? ତୁମମାନଙ୍କର ଏଇଟା ଆନ୍ସର ହେଉଛି ରବି ନଦୀ। ଖ ହେଉଛି ପିଲାମାନେ ତୁମମାନଙ୍କର ଏଇଟା ଆନ୍ସର ଭାରତ ଏବଂ ପାକିସ୍ତାନ ମଧ୍ୟରେ ରବି ନଦୀ ସୀମା ଗଠନ କରେ। ରବି ହେଉଛି ପିଲାମାନେ ତୁମମାନଙ୍କର ଏଇଟା କରେକ୍ଟ ଆନ୍ସର। ସେମିତି 26 ନମ୍ବର ହେଉଛି ସିନ୍ଧୁ ନଦୀ କେଉଁ ହ୍ରଦରୁ ଉତ୍ପନ୍ନ ହୁଏ? ସିନ୍ଧୁ ନଦୀଟା କେଉଁ ନଦୀରୁ ଉତ୍ପନ୍ନ ହୁଏ ପିଲାମାନେ କହିଲ? ତୁମମାନଙ୍କର ହେଉଛି ମାନସରୋବର। କୋଉଟା? କ ହେଉଛି ପିଲାମାନେ ତୁମମାନଙ୍କର ଆନ୍ସର ମାନସରୋବର। ସେମିତି ତୁମମାନଙ୍କର 27 ନମ୍ବର ହେଉଛି ହୀରାକୁଦ ବନ୍ଧର ମୁଖ୍ୟ ଜଳ ଉତ୍ସ କେଉଁ ନଦୀ ପିଲାମାନେ? ହୀରାକୁଦ ବନ୍ଧର ମୁଖ୍ୟ ଜଳ ଉତ୍ସ କେଉଁ ନଦୀଟା ପିଲାମାନେ କହିଲେ ଇଜି କ୍ୱେଶ୍ଚିନ୍ ମହାନଦୀ। କ ହେଉଛି ପିଲାମାନେ ତୁମମାନଙ୍କର ଏଇଟା ଆନ୍ସର ହୀରାକୁଦ ବନ୍ଧର ମୁଖ୍ୟ ଜଳ ଉତ୍ସ ହେଉଛି ମହାନଦୀ। ସେମିତି 28 ନମ୍ବର ହେଉଛି କେଉଁ ନଦୀ ଯୋଗ ଜଳପ୍ରପାତ ଗଠନ କରେ? କେଉଁ ନଦୀ ଯୋଗ ଜଳପ୍ରପାତ ଗଠନ କରେ ପିଲାମାନେ? ପୁଣି କ୍ୱେଶ୍ଚିନ୍ ମୁଁ କହିଦେଉଛି କେଉଁ ନଦୀ ଯୋଗ ଜଳପ୍ରପାତ ଗଠନ କରେ ପିଲାମାନେ କହିଲ? ତୁମମାନଙ୍କର ଆନ୍ସର ହେଉଛି ପିଲାମାନେ ଶରାବତୀ। କ'ଣ ପିଲାମାନେ? ଗ ହେଉଛି ପିଲାମାନେ ତୁମମାନଙ୍କର ଆନ୍ସର ଶରାବତୀ। ଗ ହେଉଛି ପିଲାମାନେ ତୁମମାନଙ୍କର ସଠିକ୍ ଆନ୍ସର। କେଉଁ ନଦୀ ଯୋଗ ଜଳପ୍ରପାତ ଗଠନ କରେ? ଶରାବତୀ।
ଗ ହେଉଛି ପିଲାମାନେ ତୁମମାନଙ୍କର ଏଠି କରେକ୍ଟ ଆନ୍ସର 132। ସେମିତି ତୁମମାନଙ୍କର 29 ନମ୍ବର ହେଉଛି ଦେଖନ୍ତୁ ଭାରତର ଦକ୍ଷିଣତମ ନଦୀ କେଉଁଟା? ଭାରତର ଦକ୍ଷିଣତମ ନଦୀ କେଉଁଟା ପିଲାମାନେ କହିଲ? ତୁମମାନଙ୍କର ଏଠି ଆନ୍ସର ହେଇଯାଉଛି କାବେରୀ। କ'ଣ? କାବେରୀ। ଖ ହେଉଛି ପିଲାମାନେ ତୁମମାନଙ୍କର ଏଠି ସଠିକ୍ ଉତ୍ତର। ଭାରତର ଦକ୍ଷିଣତମ ନଦୀ ହେଉଛି କାବେରୀ। ସେମିତି 30 ନମ୍ବର ହେଉଛି କେଉଁ ନଦୀ ଆସାମର ଜୀବନରେଖା ଭାବରେ ଜଣାଶୁଣା? କେଉଁ ନଦୀ ଆସାମର ଜୀବନରେଖା ଭାବରେ ଜଣାଶୁଣା ପିଲାମାନେ କହିଲ? ତୁମମାନଙ୍କର ଆନ୍ସର ହେଉଛି ବ୍ରହ୍ମପୁତ୍ର। କ ହେଉଛି ପିଲାମାନେ ତୁମମାନଙ୍କର ଆନ୍ସର ବ୍ରହ୍ମପୁତ୍ର ନଦୀ ଆସାମର ଜୀବନରେଖା ଭାବରେ ଜଣାଶୁଣା। ତ ପିଲାମାନେ ତୁମମାନଙ୍କର ଆଜି ଟୋଟାଲ 30ଟି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଥିଲା ଯେଉଁ ବାବଦରେ ଆଗକୁ ଆସୁଥିବା ତୁମମାନଙ୍କର ଓଡ଼ିଶା ପୁଲିସର ଡିଷ୍ଟ୍ରିକ୍ଟ କନେଷ୍ଟବଳ OISF ଯେଉଁଟା ରହିଲା ତୁମମାନଙ୍କର ଜେଲ୍ ୱାର୍ଡର। ତ ତୁମମାନଙ୍କର ଏ 30ଟି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏକ୍ଜାମରେ ଆସିବାର ବହୁତ ସମ୍ଭାବନା ଅଛି। ତ ଭିଡ଼ିଓ ଯଦି ଭଲ ଲାଗିଥିବ ଲାଇକ୍ କରିବେ। କୌଣସି ଯଦି କ୍ୱେଶ୍ଚିନ୍ ଆନ୍ସର ଭୁଲ ଥିବ, ଯଦି ଆନ୍ସର ଭୁଲ ଥିବ ତୁମମାନଙ୍କ ମତରେ ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବେ, କାରଣ ଆଗକୁ ଆସୁଥିବା ଓଡ଼ିଶାର ଅଲ୍ କମ୍ପିଟେଟିଭ୍ ଏକ୍ଜାମ ମାନଙ୍କ ପାଇଁ ଏ ଚ୍ୟାନେଲ ୟୁଜଫୁଲ୍ ହେଇପାରିବ। ତ ରହୁଛି ପିଲାମାନେ, ଧନ୍ୟବାଦ।